କଳଙ୍କ ପଡ଼ିଛି ଆଉ ବଡ଼ିଟା ସିଏ ମଧ୍ୟ ଟପିକ ଚାଲିଗଲା ସେମିତି ଏ ପରମାନନ୍ଦ ମହାପ୍ରସାଦ ପରିବାରଟା ଅମାବାସ୍ୟା ଅଧରରେ ବିନୋଦକୁ ଯାଉଛି स्टूडियो नाही केमिति अछ परमानंद पार्चस ओ सॉरी पूर्वतन मुखिया परमानंद पार्चस अरे मते देखि आश्चर्य हो जाउथो बोले अरे जे तुम पाद धरी नेउरा होथला आज षंढ पर तुम सामने रे छिड़ा हेछि ओटे काहे काचो काहे कासी ना अरे अरे तुम मो भितर बयसर दूरता टिके सिना कम हेले तुम बड़ पुओ मो रक्षिता को बाहा हेछि आउ से हम दिनक संपर्क शो कर देछि बोलला से चंद्रशेखर राधा तो रखिता आज नुहे दीर्घ 20 वर्ष धरी मु ता सहित खेल खेली आउ बासी हो गला परे से बासी मालटा को तो पाखरे रखी ओ माय गॉड एसो कौन सुनची आ सुन से बोसे तको बहाला परे तको घर काढी दीची आ तू भी एतो चुपचाप बाहरी जा ठीक अछि तुम जेतबे कहूछ मु एथि रहिले भूल हे जीवो जाऊनो कैमरा ओ ठीक अछि मु एठु जाउछि जुआ मैडम तुम एठी अरे मते काय पचारछु आकु पचार से कहबो कौन डार्लिंग मते देखि नचिन्ना पुरी होता जे आंटी बाबू बोलबो आपनक नंबर के कोउ जमी थाइजो सपुटी हपुरे छै तमे कोन ए लोकड़ो चिन्हिच नहीं मु ताको चिन्हे नहीं जानेनी अरे नचिनो नजरो हेले में अग्रसर पड़िथिला तब गर्भर से पिला खबर कौन दादा का सामने ठिया एमते पावला में कोन जाई करछ तो आ दरकार पड़िले से 20 वर्ष तळ रुक्षा मनुष्य बालटी जिबे मन अच्छी परमानंद पार्चसी तुम गाँव गोटे झील को बलात्कार करदेवी बोली तुम्हें पिटी पिटी मत लंगला कर गाँव बाहर कर दी तुम्हें करदेल और तुम बड़ा पुओ करदेला थोड़ा वही नाखिया मनुष्य में तुम्हें चुपचाप चली जा तथा वो सोच करिए शूट करदे मते हेले तुम गर्भर बढ़ुवा मो औरसर संतान खबर न पाइले मुझे ठीक भी दे ए लोकड़ा तो आगे पागल में करछि कोन कथा सत नहीं से जहा कोसी मिछ कोछि हमरे घर परिवार निया लगावा पई से सब मिछ कथा को के जानिनी सतेमा ए लोक आगे मो मुंड हाथ रे कहि दियो से जहा कहउछि मिछ कहउछि इरे पछो जा काहेदी मुंडरे हाथ रखी कहि दियो राजा साहेब जा कहउछन्ती सब मिछ कहउछन्ती हेडी परिवारटा भागु भागु रही जीव देखो मुझे जब मिछ कहूँ ताले तुम स्वामी को मुंड ऊपर हाथ रखी सतटा कौन कह दियो प्रतिमा मुंड ऊपर
ହାତ ଧରି କହିଦିଅ ସିଏ ଯାହା କହୁଛି ମିଛ କହୁଛି। ସେ ଯାହା କହୁଛନ୍ତି ସତ କହୁଛନ୍ତି। ହଁ ସେ ମୋ ପୁରୁଣା ପ୍ରେମିକ। ବାଡୁଆ ବର୍ଷରେ ଅନ୍ତଃସତ୍ତ୍ୱ ହେଇଥିଲା। ହଁ 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 ତାହେଲେ ସେ ପିଲାଟା ଗଲା କୁଆଡେ? ସେ ପିଲାଟା ଜନ୍ମ ହେବା ପରେ ମୁଁ ରାସ୍ତା କଡ଼ରେ ଫୋପାଡ଼ି ଦେଇଛି। ମାନା ରାକ୍ଷସୀ ଲୋ ସେ ଛୁଆଟିକୁ ରାସ୍ତା କଡ଼କୁ ଫୋପାଡ଼ି ଦେଇ ପରମାନନ୍ଦ ବାବୁ ସହିତ ସେ ନେଇଗଲ। ପ୍ରତିଭା ଆରେ ଦୀର୍ଘ 2 ବର୍ଷ କାଳ ମତେ ପ୍ରେମ କରି ତମେ ଶେଷରେ ସେ ଛୁଆଟାକୁ ଫୋପାଡ଼ି ଦେଲ। ହେ ଭଗବାନ ସରମ ମାରୁଛି ମତେ ନୂଆକୁ ଦେଖି ପୁରୁଣାକୁ ଭୁଲିଗଲୁ କେମିତି ଚାଲିଲ। ଏଇଟା ତ ଦେଖିଲେ ମତେ ଘୃଣା ଲାଗୁଛି ଘୃଣା। ଏ ମା ନୁହେଁ ନର୍କ, ଏ ନାରୀ ନୁହେଁ ଶୈତାନ। ଛି 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 ପ୍ରତିଭା ଆରେ କାହିଁକି ମୋ ସହିତ ଛଳନା କଲ? ଗୋଟିଏ ବିଶ୍ୱାସ ଖାତିରେ ସାଜି ମୋ ବିଶ୍ୱାସରେ କାହିଁକି ବିଷ ମିଶାଇ ଦେଲ? ଏଇ ମୁଁ ମାନୁଛି କୁଆଡ଼େ ବୟସରେ ମୁଁ ରାଜା ସାହେବକୁ ଭଲ ପାଇ, ହେଲେ ଜାଣିନଥିଲି ସେଇଟା ହଉଛି ଗୋଟେ ଶୈତାନ, ଗୋଟେ ରାକ୍ଷସ ବୋଲି। ମୋ ଭଲ ପାଇବା ଭିତରେ ସେ ବାରମ୍ବାର ମତେ ବିବାହ ହବାର ପ୍ରତିଶ୍ରୁତି ଦେଇ ମୋ ଦେହ ସହିତ ସମ୍ପର୍କ ରଖିଲା। ମୋ ମନା କରିବା ସତ୍ତ୍ୱେ ସିଏ ମତେ ଅଙ୍କ ସପ୍ତାହ ସଜେଇ ଦେଲା। ବିଶ୍ୱାସ କର ମୁଁ କେବେ ବି ଚାହୁଁନଥିଲି ପାପ ଗର୍ବ ହବା ପାଇଁ। ସେଇଥିପାଇଁ ମୁଁ ସେ ରାସ୍ତା କଡ଼ରେ ସେ ପିଲାଟାକୁ ଫୋପାଡ଼ି ଦେଇ ତମକୁ ବାଇ ଗଲି। ଏ ପ୍ରତିଭା ଆରେ ସତ କଥାରେ ସେଇଦିନ କହିଥାନ୍ତ ଆଜି ଏଇଦିନ ଦେଖିବାକୁ ପଡ଼ିନଥାନ୍ତା। ସତ କଥା କହିବା ପାଇଁ ତମେ କଣ କେବେ ମତେ ସୁଯୋଗ ଦେଇଛ? ଯୋଉଦିନ ତମେ ତମ ବାପାଙ୍କ ସହିତ ଆମ ଘରକୁ ଦେଖିବାକୁ ଯାଇଥିଲ, ଦେଖି ଆସିଲା ପରେ ଏକା ଜିଦ୍ କଲ ମତେ ବାହା ହେବା ପାଇଁ। ବାରମ୍ବାର ଆମ ଘରେ ଯାଇ ପହଞ୍ଚିଗଲ। ମୋ ବାପାଙ୍କୁ ବାରମ୍ବାର ମନା କରିବା ସତ୍ତ୍ୱେ ବାପା ମୋ କଥା କିଛି ଶୁଣିଲେନି, କିଛି ମତେ ଜୋର ଜବରଦସ୍ତ ତମ ସହିତ ବାହା କରିଦେଲେ। ଏଇ ତମେ କହିଲ ତମକୁ ବାହା ହେଇ ଆସିବା ଦିନଠୁ ଏଇ ଘରେ ପତ୍ନୀ ଧର୍ମ ପାଳନ କରିବାରେ କଣ କେବେ ବିରକ୍ତ କରିଛି? ଏ ପ୍ରତିଭା ଆରେ ତମେ ସିନା ପତ୍ନୀ ଧର୍ମର ବିରୋଧ ନେଇନ, ଆରେ ସ୍ୱାମୀ କରା ମୁଁ ତମ କଳଙ୍କିତ ଅଧ୍ୟାୟ ଶୁଣି ସାରିଲା ପରେ ମୁଁ କେମିତି ଧୈର୍ଯ୍ୟ ଧରିବି? କାହିଁକି ସେ ଅତୀତର କଳଙ୍କକୁ ପୁଣି ଥରେ ପୁନରାବୃତ୍ତି କରିବା ପାଇଁ ତମେ ଚେଷ୍ଟା କରୁଛ? ବୟସର ଅତିକ୍ରାନ୍ତରେ ଆମେ ପହଞ୍ଚି ସାରିଲୁଣି। ସେ ଅତୀତର କଳଙ୍କ ଘୃଣା ଛଡ଼ା ଏ ଅତୀତର କଳଙ୍କ ସଂସାରକୁ ଭାଙ୍ଗି ଦିଏ। କଳଙ୍କିତ କଳଙ୍କ ପରିବାରର ଅଶାନ୍ତି କରିବ ସିନା, ହେଲେ ବି ଆଉ କେବେ ବି ସ୍ନେହ ମମତାରେ ଛୁଡ଼ି ହବ। ଏ ପ୍ରତିଭା ଆରେ ବଡ଼ ପୁଅଟା ଗୋଟେ ଦଣ୍ଡାଳଙ୍କୁ ବାହା ହେବନି, ତାକୁ ତେଜ ପୁତ୍ର କଲି। ତମ କାହାଣୀ ତ ଆହୁରି କଳଙ୍କିତ। ରାଜା ସାହେବର ଓଇଠାକୁ ମୋ ମହାପ୍ରସାଦ ଭାବୁଥିଲି, ଜାଣିନଥିଲି ସେଇଟା ମହାପ୍ରସାଦ ନୁହଁ, ସେଇଟା ହଉଛି ବିଷ୍ଟା।